ଆପଣଙ୍କର ପ୍ରଭାତୀ କୁମାଂଶୀ ମୋ ଘର କୋଉଠି ଆପଣଙ୍କର? ଏଇ ଜଟଣୀ। ଜଟଣୀ। ଏଠି ଯୋଉ ଆଜି ଅଛନ୍ତି ଆପଣ ଏ ବାପା ମା ସେବାଶ୍ରମରେ କେବେଠୁ ରହିଲେଣି? ଅଛି କାହିଁକି ସେ ପୁଅ ତ କହିଲା ରଖିବିନି। ବହୁତ କେତେଟା ପୁଅ ଝିଅ? ଦିଟା। ଗୋଟେ ପୁଅ ଗୋଟେ ଝିଅ? ନାଇଁ ଦିଟା ପୁଅ। ପୁଅ କଣ ପାଇଁ ମନା କଲା ଆପଣ ରଖିବାକୁ? ଏମିତିକା ପିଆ ପିଇ କରିକିରି କିଛି କହିବାରେ ମୁଁ କିଛି କହିଲି ଆଉ ସେ ବଡ଼ ପୁଅ ପାଖେ ସିଏ ଅଛନ୍ତି ଆଉ ସେ ପୁଅ ହେଇକି ଯାଇଛି। ଆପଣଙ୍କ ସ୍ୱାମୀ ଅଛନ୍ତି ବଡ଼ ପୁଅ ପାଖରେ, ଆପଣଙ୍କୁ ରଖିଲେନି ବଡ଼ ପୁଅ? ବଡ଼ ପୁଅ ପାଖରେ ଗଲେ ପରେ ଗୋଡ଼େଇକି ଯାଇକି ବାଡ଼େଇବ। କିଏ ସେ ଗୋଡ଼େଇ ଯାଇ ବାଡ଼େ? ଏଇ ସାନ। ଯଦି ବାପାକୁ ବଡ଼ ପୁଅ ରଖୁଛନ୍ତି ମାଆକୁ କ'ଣ ପାଇଁ ରଖିଲେନି? ନାଇଁ ମୁଁ ଯିବିନି। ବଡ଼ ପୁଅ ପାଖକୁ ଯିବେନି କ'ଣ ପାଇଁ? ମୁଁ ଏଇଠି ରହିଗଲି ତ ଆଉ ମୋତେ ଗାଁ ଭଲ। ଆପଣ ଆପଣଙ୍କ ପୁଅକୁ ସ୍ୱାମୀକୁ ମନେ ପକାଉନାହାନ୍ତି ଏଠି ରହିଲେ? ମନେ ପଡ଼ିଲେ କ'ଣ କରିବି? ତାହେଲେ ସ୍ୱାମୀଙ୍କ ପାଖକୁ ବି ଯିବାକୁ ଇଚ୍ଛା ନାହିଁ? ବଡ଼ ପୁଅ ପାଖେ ସ୍ୱାମୀ ଅଛନ୍ତି, ଇଚ୍ଛା ନାହିଁ ଯିବାକୁ? ସ୍ୱାମୀ ସେ କହିଲା ପରା ସେ ସାନ ପୁଅ କୁଣ୍ଡେଇଛୁ ତାରି ହାତରେ ମରିବୁ। କିଏ କହିଲେ? ସ୍ୱାମୀ ବି କହିଲା, ବଡ଼ ପୁଅ ବି କହିଲା। ସ୍ୱାମୀ ବଡ଼ ପୁଅ କହିଲେ? ସେ ତ ଏଇଠି ଜଟଣୀରେ ଅଛି। ମୁଁ ଜାଗା ଖଣ୍ଡେ ରଖିକି ଛାତ ଘର 2 ବଖରା କରିଦେଇଛି। ଆଉ ସାନ ପୁଅ ବି ତ ଆପଣଙ୍କୁ ରଖିଲେନି, ଆଣିକି ଏଠି ଛାଡ଼ି ଦେଇଛନ୍ତି ବୃଦ୍ଧାଶ୍ରମ? ନାଇଁ ଆସିଲା ନେବାକୁ। ମୁଁ ଆଜି ଆସିଥିଲି, ସେ କାଲି ଆସିଲେ। ମୁଁ କହିଲି ମୁଁ ଯିବିନି। କ'ଣ ପାଇଁ? ନା ସେମାନେ ଗାଁକୁ ନେଇଥିଲେ, ପଡ଼ି ଯାଇଥିଲି ବେମାର, ଖାଣ ଦେଇନି। ଆଉ ଏଇଠି କ'ଣ ଖାଣ ଦେବା ମୋ ଘରେ? ଆଚ୍ଛା ମାଉସୀ, ଆଜି ଯେଉଁ ପୁଅଟିଏ ଆପଣଙ୍କୁ ଜାଗାଟିଏ ଦେଉନି, ତାକୁ ଯଦି ଆପଣ ପେଟରେ ରଖିନଥାନ୍ତେ, ଯଦି ପେଟରେ ଟିକେ ଜାଗା ନ ଦେଇଥାନ୍ତେ, ତାହେଲେ ସେ ତ ଆଜି ଦୁନିଆକୁ ଆସିବ। ସେଇଟା ଉପରବାଲା ଉପରବାଲା ଯାହା କରିକିରି ପଠେଇଛି ବାବୁ। ମୁଁ କ'ଣ କହିବି, କିଏ କ'ଣ କହିବ? ମା ମାନେ ଏତେ କାହିଁକି ଭଲ ପାଆନ୍ତି ପୁଅମାନଙ୍କୁ? ଏତେ ଅତ୍ୟାଚାର, ଏତେ ଟର୍ଚର କଲେ? ଜାଣିଛ ତ ଆଉ ମା ମାନେ ପିଲାଙ୍କ ସକାଶେ କେମିତି ମର। ତମରି ଭଳି ମା ମାନଙ୍କ ପାଇଁ ପୁଅମାନେ ଦୁଷ୍ଟ ହୁଅନ୍ତି। ସେ ମୁଣ୍ଡରେ ବସେଇ ପୁରା ନିଚେ ପକେଇଦେଲେ। ଆପଣ ବି ପୁଅମାନଙ୍କୁ ଏମିତି ଭଲ ପାଉଥିଲେ? ହଁ। ଆଉ ସେଇଥିପାଇଁ ଆଜି ଆସିକି ଏଇଠି ଅଛନ୍ତି? ହଁ। ଯଦି ସେଇଠି ଜାଗାରେ ଝିଅ ଦିଟା ଥାନ୍ତେ? ଝିଅ ତ ଥିଲେ ଭଗବାନ ଭଲ ହେଇଥାନ୍ତା। ତାଙ୍କ ପାଖରେ ହେଲେ ଯାଇକି ମାସେ 4 ମାସ ବସ କହିଲେ ଆମ ପରିବାର ଆମକୁ ବଳ, ଆମେ କ'ଣ ତତେ ଆଣିକି ଏଇଟା ସେଇଟା ଦେବି? ମାନେ ପୁଅ ମନା କରିଦେଲା ମାଆକୁ ରଖିବା ପାଇଁ? ମା କ'ଣ ବୋଝ ହେଇଗଲା ପୁଅ ପାଇଁ? ସେ କଥା ମୁଁ କହିପାରିବି? ମୁଁ ଆସିଲି ଆଜି, ସେ କାଲି ଆଇଲେ ଯେ ମୁଁ କହିଲି ମୁଁ ଯିବିନି। ଝିଅ ଏଇ ଜାଗାର ଠିକଣା ଆପଣ କେମିତି ପାଇଲେ? ଏଠିକି ଆସିଲେ? ନାଇଁ ମୁଁ ଆସୁଥିଲି ବାଟରେ, ରାସ୍ତାରେ ମୁଁ ପଡ଼ି ଯାଇଛି। ଏଇ ଥାନାରେ ଆଣିକି ଛାଡ଼ିଦେଲେ ଧରିକି। ଧରିକି ଛାଡ଼ିଦେଲେ। ଇଏ ସେ ଫୋନ୍ କଲେ, ଗହୁ ଯାଇକି ଆଣିଲା। ଆଚ୍ଛା, ଥାନା ବାଲା ଫୋନ୍ କଲେ? ଥାନାରେ ରଖିଥିଲେ, ଥାନା ବାଲା ଫୋନ୍ କଲେ, ଯାଇକି ଆଣିକି ଆସିଲେ। ତାପରେ ଆପଣଙ୍କ ପୁଅ ଏଠିକି ଆଉ ଆସିନାହାନ୍ତି? ଆସିଲା, ଦେଖା କରିବାକୁ ଆସିଥିଲେ? କାଲି ଆସିକିରି କହିଲା ନେବି। କିଏ, ସାନ ପୁଅ ନା ବଡ଼ ପୁଅ? ସାନ। ବଡ଼ ଆସିବନି। ସାନ ପୁଅ ଆସିଥିଲା, କ'ଣ କହିଲା? ସେ ସ୍ୱାମୀ ସ୍ତ୍ରୀ ଆଇଥିଲେ, କହିଲେ ଆମେ ନେଇକି। ମୁଁ କହିଲି ମୁଁ ଯିବିନି। ଆପଣ କାହିଁ ମନା କଲେ? ଏମିତି କ'ଣ ମାନେ? ହଁ, ସେଥିରେ ଅଛି ବାବୁ, କହିଲେ ମାନେ କାହିଁକି ମନା କଲେ? ଖାଣରେ ଯେବେ ତମେ ଠିକରେ ଏତିକି ଖାଇବି ଦେଇପାରିବନି, ଫେରେ ରହିକି ତମ ପାଖରେ କ'ଣ ଖାଇବ? ବୋହୂ କେମିତିକା ମାଉସୀ? ବୋହୂ ତ ଭାରି ଦୁଷ୍ଟ। ବୋହୂ ଭଲ ନୁହେଁ? ଆଉ ପୁଅ ପଢ଼ିନି, ତାକୁ ଖାଲି ଶିଖେଇ ବତେଇ ସେ କହିବ। ପୁଅକୁ କିଏ ଶିଖେଇଲା? ବୋହୂ। ପଚାର ନା ବାପା ମାଆକୁ। ପୁଅକୁ ବହୁତ ବୋହୂ ମନା କରିଦେଲା, କିନ୍ତୁ ଗୋଟେ ଜିନିଷ, ପୁଅକୁ ଆପଣ କ'ଣ ଶିଖେଇଥିଲେ ଛୋଟରୁ ବଡ଼ ପର୍ଯ୍ୟନ୍ତ? ପୁଅକୁ ଯାହା ପୁଅ ଯେ ପିଇବ, ଇଆଡ଼େ ସିଆଡ଼େ ବୁଲିବ, ଆପଣ ଶିଖେଇଥିଲେ? ମୁଁ ଶିଖେଇଥିଲି। ଶିଖେଇବି? ଜନ୍ମ କଲେ, ଶିକ୍ଷା ଦେଲେ, କିନ୍ତୁ ଆପଣ ଜନ୍ମ କରିକି ଆପଣଙ୍କୁ ଛାଡ଼ିଦେଲା। ସିଏ ଗୋଟେ ପର ଘର ଝିଅ ଆପଣଙ୍କ ଘରକୁ ଆସିଲା ପରେ। ଆଜିକାଲି ଯୁଗ ହେଲାଣି ବାବୁ, ତମରି ପରିକା ସମସ୍ତେ ହେବେ? ଗୌତମ ତ ଅଛି, ଆମକୁ ତ ରଖିଛି, ଆମକୁ ଖାଇବାକୁ ଦଉଛି। ଯଦି ଗୌତମ କେବେ କହିବ ନା ମୁଁ ରଖିପାରିବିନି, ସେତେବେଳେ କୁଆଡ଼େ ଯିବେ? ହଁ, ସେ ଯୋଉ ପର୍ଯ୍ୟନ୍ତ ଅଛି ରଖ। ଯଦି ମନା କରିବେ, କାଲି ମନା କରିବେ ନା ମୁଁ ରଖିପାରିବିନି,
ମୁଁ ପଇସା ଖର୍ଚ୍ଚ କରିପାରିବିନି ତ ଆପଣ କ'ଣ କରିବେ କୁଆଡ଼େ ଯିବେ? ନା ଏଇଠି ପଡ଼ିବୁ। ଏଇଠି ପଡ଼ିବେ ହଁ ଖାଇବାକୁ କିଏ ଦେବ ଆପଣଙ୍କୁ? ନା ଖାଇବାକୁ ନ ଦିଅନ୍ତୁ। ମାଉସୀ ଗୌତମ ବିବାହ ହେଇଛନ୍ତି? ହଁ ବିବାହ ହେଇଛନ୍ତି? ସେ ବୋହୁ କେମିତିକା? ସେ ବୋଉ ଯଦି କହିବେ ନାଇଁ ଆକୁ ଏମାନଙ୍କୁ ଗୌତମଙ୍କ ରଖନି ସ୍ତ୍ରୀ ତାହେଲେ? କେମିତିକା? ସେ ବୋହୁ ହଁ କେମିତିକା? ଭଲ। ସେ ବୋହୁ ଭଲ। ଯଦି ସେ ବୋହୁ ବି ଗୌତମକୁ କାହିଁ କହିବେ ନାହିଁ, ଆମକୁ ଦିନେ ପଦେ କହିନି ଆମେ ବର୍ଷ 1.5 ବର୍ଷ ଆସି ଯଦି ସେ ବୋହୁ ବି ମନା କରିବେ ଏ ପୁଅକୁ କି ନାଇଁ ଆମେ ଆଉ ରଖିବାନି ବାପା ମାଙ୍କୁ, ତାଙ୍କ ଧର୍ମ ଆମ କର ତାହେଲେ ସେଇଟା ଆପଣ କୁଆଡ଼େ ଯିବେ ପୁଣି? ଦେଖାଯିବ ଯେଉଁ ଦିନ ଯାହା କହିଲେ ଏମିତି କେମିତି କହିପାରିବ। ତ ଶେଷରେ ଗୋଟେ କଥା କୁହନ୍ତୁ ଯେ ଆପଣଙ୍କ ପୁଅ ବର୍ତ୍ତମାନ ଦେଖୁଛନ୍ତି ଭିଡ଼ିଓ, ସେ ପୁଅଙ୍କୁ ଆପଣ କ'ଣ କହିବାକୁ ଚାହିଁବେ? ଆପଣଙ୍କ ପୁଅକୁ ଆପଣ କ'ଣ କହିବାକୁ ଚାହିଁବେ ଏ ଭିଡ଼ିଓ ମାଧ୍ୟମରେ? ମୁଁ କ'ଣ କହିବି, ସିଏ କ'ଣ କହିବ ନ କହିବ, ମୋତେ କିଛି କହିବାର ନାହିଁ, ଯିବାର ନାହିଁ ଗୋଟେ ପର୍ଯ୍ୟନ୍ତ। ପୁଅ ଜନ୍ମ କରି ଭୁଲ କରିଦେଲେ ମାଉସୀ? ହଁ ହଁ କ'ଣ? ମୁଁ ଦୁନିଆକୁ ପୁଅ ଜନ୍ମ କରିକି ପାପ କରିକି ଯାଇଥିଲି, ପୁଣ୍ୟ କରିନଥିଲି ଜମା। ପୁଅ ଜନ୍ମ ପୁଅ ପାପ କରିଥିଲେ ବୋଲି ପୁଅ ଜନ୍ମ ହେଲା? ଆଉ କ'ଣ କରିବି? କିନ୍ତୁ ସମସ୍ତେ ତ ପୁଅଟେ ପାଇଁ ମାନସିକ ବି କରନ୍ତି ପୁଅ ହେବା ପାଇଁ। କେତେ ଓଷା ରଖନ୍ତି? ଆପଣ କହୁଛନ୍ତି ପାପ କରିଥିଲେ ବୋଲି? ସେମିତିଆ କରୁଥିଲି ଓଷା ଉପାସ ସବୁ ନା। ଆଚ୍ଛା ମାଉସୀ, ଆପଣ ଯୋଉ କାନ୍ଦୁଛନ୍ତି ଆପଣଙ୍କ ଆଖିର ଲୁହ କ'ଣ ପୁଅ ଉପରେ ପଡ଼ିବନି? ସେତିକି ହଉ ବାବୁ, ଯାଅ।